ଆଜି ଆମେ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଝିଅ ପାଇଁ ଗୋଟେ କବିତାଟିକୁ ଆଲୋଚନା କରିବା, ଯାହାକି ପ୍ରଥମ ବର୍ଷ କଳା ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ଏହାର ପତ୍ର ସଂଖ୍ୟା ହେଉଛି ପ୍ରଥମେ ଆମେ କବିଙ୍କ ବିଷୟରେ କିଛି ଜାଣିବା ପରେ ହିଁ ଆମେ ଏହି କବିତାଟିକୁ ଆଲୋଚନା କରିବା। ସ୍ୱାଧୀନୋତ୍ତର ଓଡ଼ିଆ କବିତାର ବିକାଶ ଧାରାରେ ସପ୍ତମ ଦଶକ ପରେ କବିତା କଳାର ଅଭିବ୍ୟକ୍ତିରେ ଉଭୟ ଆତ୍ମିକ ଓ ଆଙ୍ଗିକ ଦୃଷ୍ଟିରୁ ରମାକାନ୍ତ ସୀତାକାନ୍ତଙ୍କ ପରେ ଯେଉଁ କବିମାନେ ସ୍ୱତନ୍ତ୍ର ମୌଳିକତା ପ୍ରଦର୍ଶନ କରିଛନ୍ତି, ସେମାନଙ୍କ ମଧ୍ୟରୁ ସୌଭାଗ୍ୟ, ଦୀପକ, ଲକ୍ଷ୍ମୀକାନ୍ତ, ଜଗନ୍ନାଥ ପ୍ରସାଦଙ୍କ ପରେ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କବିତାକୁ ଆତ୍ମନେପଦୀର ସ୍ୱର, ବ୍ୟକ୍ତି ସ୍ୱାତନ୍ତ୍ର୍ୟବାଦୀ ସଂଗ୍ରାମଶୀଳ ପ୍ରାଚୀନ ଭାବକଳ୍ପର ଅଭିନବ ପ୍ରକାଶ ଓ ସାଂସ୍କୃତିକ ପରିବେଶର ସଂକଳ୍ପନିଷ୍ଠ ପ୍ରକାଶ ଦିଗରୁ ରାଜେନ୍ଦ୍ର କିଶୋର ପଣ୍ଡା ସପ୍ତଦଶକର କବିତା ଅଭିବ୍ୟକ୍ତିରେ ଏକ ନୂତନ ମୋଡ଼ ଫିଟାଇଛନ୍ତି। ଚିତ୍ରକଳ୍ପର ମନନଶୀଳ ପ୍ରୟୋଗ, ମିତ୍ର ଭାବଦ୍ୟୋତକ ବ୍ୟଞ୍ଜନା, ଅବଚେତନଶୀଳ ଚିତ୍ର, ପ୍ରତିମାନୁସାରୀ ବାଗ୍ ଭଙ୍ଗୀ ମଧ୍ୟରେ ଏକ ଉଷ୍ମ ବୌଦ୍ଧିକତା ରାଜେନ୍ଦ୍ର କିଶୋରଙ୍କ କବିତାରୁ ବାରି ହୋଇପଡ଼େ। ଅଷ୍ଟଦଶକ ବେଳକୁ ରାଜେନ୍ଦ୍ରଙ୍କ କବିତାର ବୁଦ୍ଧିଦୀପ୍ତ ଚମତ୍କାରିତା କ୍ରମଶଃ ଜୀବନନିଷ୍ଠ ସମ୍ବେଦନଶୀଳତାର ଶୁଭଦର୍ଶୀ ମୁଦ୍ରାଙ୍କ ବହନ କରିଛି ବୋଲି ଆମେ କହିପାରିବା। ଆଧୁନିକ ବ୍ୟକ୍ତିବାଦୀ ଓ ଅବକ୍ଷୟମାନ ସମୟ ପୃଷ୍ଠଭୂମିରେ ଦଣ୍ଡାୟମାନ ପାଠକର ଚିନ୍ତା ଓ ଚେତନାକୁ ଆକର୍ଷଣ କରିପାରିଥିବା ରାଜେନ୍ଦ୍ର କିଶୋରଙ୍କ କବିତାରେ ଯୁଗ ଚେତନା ଓ ଜୀବନ ଜିଜ୍ଞାସା ଶାଣିତ ଭାବରେ ରୂପାୟିତ ହୋଇଛି। ପରମ୍ପରା ଓ ପୁରାଣକୁ ତାଙ୍କ କବିତା ପାଠକ ପ୍ରାଣକୁ ଆର୍ଦ୍ର କରିଛି। ଦୃଷ୍ଟିଭଙ୍ଗୀର ସାମ୍ପ୍ରତିକ ବ୍ୟଞ୍ଜନା, ନୂତନ ଭାଷାପାଠ, ଆବେଗ ପ୍ରବଣତା ସହିତ ମନନଶୀଳତାର ସମନ୍ୱୟ, ଚିତ୍ରକଳ୍ପ, ପ୍ରତୀକର ପ୍ରୟୋଗବାଦୀ ସଫଳତା ତାଙ୍କ ସାରସ୍ୱତ ଆଦର୍ଶର ବୈଶିଷ୍ଟ୍ୟ। ତାଙ୍କ ଲିଖିତ ସୃଷ୍ଟିରାଜି ମଧ୍ୟରୁ ଗଣଦେବତା, ଶତଦ୍ରୁ ଅନେକ, ଘୃଣାକ୍ଷର, ଅନବତାର ଓ ଅନ୍ୟ ନିଜ ପାଇଁ ନାନାବାୟା, ଚୌକାଟରେ ଚିରକାଳ, ଶୈଳକଳ୍ପ, ଅନ୍ୟା, ବହୁବ୍ରୀହି, ବୋଧିନଭ, ଈଶଖେଳ, ସାଦାପୃଷ୍ଠା ପ୍ରଭୃତି ଅନ୍ୟତମ। ସେ 1985 ମସିହାରେ ଶୈଳକଳ୍ପ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ଏବଂ 1995ରେ ସେ ସାରଳା ପୁରସ୍କାର ପାଇଥିଲେ। ଆଉ 2004 ମସିହାରେ ସେ ସାହିତ୍ୟ ଭାରତୀ ସମ୍ମାନ ପାଇଥିଲେ। ରାଜେନ୍ଦ୍ର କିଶୋରଙ୍କ କବିତାରେ ପ୍ରାକ୍ତନ ତଥା ପାରମ୍ପାରିକ ବିଷୟ ପ୍ରୀତିର ସୂଚନା ମିଳେ। ପ୍ରାକ୍ତନ ବିଶ୍ୱାସର ବିଷୟକୁ ସାମ୍ପ୍ରତିକ ଜୀବନ ସହିତ ଜଡ଼ିତ କରିଦେଇ ଜୀବନକୁ ସମ୍ପ୍ରସାରିତ ଓ ଭାବଦ୍ୟୋତକ କରିବା ତାଙ୍କ କବିତାର ଏକ ଦରଦୀ ଆବେଦନ ସୁଲଭ ଦିଗ। ଝିଅ ପାଇଁ ଗୋଟିଏ କବିତାରେ କବି ନାରୀର ମହତ୍ତ୍ୱ ଓ ସହନଶୀଳତା ଉପରେ ସେ ଆଲୋଚନା କରିଛନ୍ତି, ଯାହାକି ଏହା ଶୈଳକଳ୍ପ କବିତା ସଂକଳନରୁ ଏହି ଝିଅ ପାଇଁ ଗୋଟେ କବିତାଟି ଆନିତ। ଆଲୋଚିତ ଝିଅ ପାଇଁ ଗୋଟେ କବିତା ଶୀର୍ଷକକୁ କବିତାରେ କବି ନିଜ ଝିଅ ଚରିତ୍ର ମାଧ୍ୟମରେ ସମାଜର ଅଗଣିତ ସଂସାରୀମାନଙ୍କୁ ନୀତିପୂର୍ଣ୍ଣ ଓ ତ୍ରୁଟିଶୂନ୍ୟ ଜୀବନ ବିତାଇବାକୁ ବହୁ ଶିକ୍ଷଣୀୟ ଉପଦେଶ ଦେଇଛନ୍ତି। ଏହି କବିତା ମାଧ୍ୟମରେ ଜଣେ ନାରୀ ସଂହାରକାରିଣୀ, ବିପ୍ଳବିଣୀ ଭାବ ନେଇ ଯେତିକି ସମାଜ ପାଇଁ ପରିବର୍ତ୍ତନ ଆଣି ନ ପାରିବ, ସହନଶୀଳତା ଓ ସ୍ନେହପୂର୍ଣ୍ଣ ବ୍ୟବହାରରେ ସେ ତାର ପାରିପାର୍ଶ୍ୱିକ ପରିସ୍ଥିତି ଓ ସମାଜକୁ ପରିବର୍ତ୍ତିତ କରିପାରିବ। ଏହି ଦୃଢ଼ ବିଶ୍ୱାସ ଓ ମନୋବଳ ସେ ପୋଷଣ କରିଛନ୍ତି ଏହି ଝିଅ ପାଇଁ ଗୋଟିଏ କବିତା ମାଧ୍ୟମରେ। ଏହି ଝିଅ ପାଇଁ ଗୋଟିଏ କବିତାରେ ସେ ନିଜ ଝିଅକୁ ମୁଖ୍ୟ ଚରିତ୍ର ଭାବରେ ଉପସ୍ଥାପନ କରିଛନ୍ତି ଓ ନିଜ ଝିଅକୁ ସେ ସର୍ବସ୍ୱ ନାରୀ ଭାବରେ ଦେଖିବାର ଲୋଭ କରିଛନ୍ତି, ଯେଉଁଥିପାଇଁ
କବିତାର ପ୍ରତିଟି ପାଦରେ କବି ସ୍ନେହଶୀଳ ପିତୃହୃଦୟର ମାର୍ମିକ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି। ଝିଅକୁ ଶାଶୁଘରକୁ ବିଦା କରିବାର କରୁଣ ଦୃଶ୍ୟ ଓ ବାପାର ଉପଦେଶକୁ ଭିତ୍ତି କରି ଗଢ଼ି ଉଠିଛି ଏ ଝିଅ ପାଇଁ ଗୋଟିଏ କବିତା। ସହିବା ପଣରେ ପଥର ପ୍ରତିବାଦରେ ତୁଣୀର ନିକ୍ଷିପ୍ତ ସ୍ୱର ହୋଇଯିବାର ଆହ୍ୱାନ ମଝିରେ ସଂସାରକୁ ଗଢ଼ିବାର ଯେଉଁ ନିଷ୍ଠା ରହିଛି ତାହା ହିଁ ଏହାକୁ ଏକ ଉଚ୍ଚକୋଟୀର କବିତାର ମାନ୍ୟତା ପ୍ରଦାନ କରୁଛି, ଯାହାକି ଆମେ ଏହି କବିତାଟିକୁ ଆଲୋଚନା କଲେ ଜାଣିପାରିବା। କବି ଏଠାରେ କହିଛନ୍ତି ଯେ ଯିବାକୁ ହେବ ବହୁ ଦୂର, କାହାକୁ ମାନ କରିଛୁ ଝିଅ ମୋର, ସୁନା ଝିଅ ମୋର, ତୋ ରୁଷାଘର ଆଗରେ ତୋତେ ଅପେକ୍ଷା କରୁଛୁ ଜୀବନ, ଖୋଲିଦେ କବାଟ, ଆ ଯିବାକୁ ହେବ ଦୂର ବହୁ ଦୂର, ଯା ମା ତୁ ପରା ଘର କରିବୁ ଘର। ଏହି ଝିଅ ପାଇଁ ଗୋଟିଏ କବିତାରେ କବି ରାଜେନ୍ଦ୍ର କିଶୋର ପଣ୍ଡା ନାରୀର ସହନଶୀଳତା ଉପରେ ଦୃଷ୍ଟି ନିକ୍ଷେପ କରିଛନ୍ତି। ନାରୀର ତ୍ରିବିଧ ରୂପ, ଜାୟା, ଜନନୀ, ଭଗିନୀ ଓ ସର୍ବୋପରି ତାର ସର୍ବାଂଶହା ଗୁଣକୁ ସେ ପ୍ରଶଂସା କରିଛନ୍ତି। ଝିଅଟିଏ ଜନ୍ମ ହେଲେ ପର ଘରକୁ ଯିବାକୁ ହେବ, ଏକଥା କବି ହୃଦୟଙ୍ଗମ କରିଛନ୍ତି। ସାମାଜିକ ପରମ୍ପରାକୁ ଝିଅକୁ ମାନିବାକୁ ପଡ଼ିବ। ଅଳି ଅଳିରେ ବାପଘରେ ବଢ଼ିଥିବା ମାନ ଅଭିମାନରେ ଜୀବନ ବିତାଉଥିବା ଝିଅ ତାଙ୍କର ଦିନେ ସମ୍ପୂର୍ଣ୍ଣ ନୂଆ ସଂସାର ଓ ପରିବେଶକୁ ସାମ୍ନା କରିବା ପାଇଁ ପଡ଼ିବ ବୋଲି ସେ ଏହି କବିତା ମାଧ୍ୟମରେ କହିଛନ୍ତି। ଝିଅଟି ନିଜ ସ୍ୱାମୀ, ଶ୍ୱଶୁର, ଶାଶୁ, ନଣନ୍ଦକୁ ନେଇ ଘର କରିବ। ନିଜ ବାପା, ମା, ଭାଇ, ଭଉଣୀକୁ ଛାଡ଼ି ସେ ଅନ୍ଧାରର ସମ୍ପର୍କ ବାନ୍ଧିବ। ଜଟିଳ ସଂସାର, ଜଟିଳ ସମ୍ପର୍କ, ପିଚ୍ଛିଳ ପଥରେ ଝିଅଟି କିପରି ଚାଲିବ, ତା ସଂସାର କିପରି ସେ ନିଜ ଗଢ଼ିବ, ତାହାକୁ ସେ କବିତା ମାଧ୍ୟମରେ ଏଠାରେ ଉଲ୍ଲେଖ କରିଛନ୍ତି। କାଳିଜାଈ ପରି କାନ୍ଦି ଅଜାଡ଼ି କୁଢ଼େଇ ହୋଇ ପଡ଼ୁଥିବା ସମୟରେ ସେ ରୁଷାଘରର କବାଟ ଖୋଲିବା ପାଇଁ ତାଙ୍କ ବାପା ତାଙ୍କୁ ଅନୁରୋଧ କରୁଛନ୍ତି ଓ ପ୍ରବୋଧନା ମଧ୍ୟ ସେ ଦେଉଛନ୍ତି। ତାକୁ ବହୁ ଦୂରକୁ ଯିବାକୁ ହେବ। ଏହି କଠୋର ପରୀକ୍ଷାରେ ସମ୍ମୁଖୀନ ହୋଇ ତାକୁ ଆଗକୁ ବଢ଼ିବାକୁ ହେବ। ତେଣୁ ତାଙ୍କ ଝିଅକୁ ମନନ କରିବାକୁ ସେ କହିଛନ୍ତି। କବି ପୁଣି କହିଛନ୍ତି ଯେ ଏହି ପୁରୁଷ ପ୍ରଧାନ ଦେଶରେ ନାରୀ କିପରି ଅତ୍ୟାଚାରିତା, ଲୁଣ୍ଠିତା, ଧର୍ଷିତା ହୋଇଛି ଓ ପରିଣତିରେ ସେ ନୀରବ ନ ରହି ବିପ୍ଳବିନୀ ସାଜିଛି, ସେ କଥା କବି ଏଠାରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ନିଜ କନ୍ୟାକୁ ସେ ମୁଖ୍ୟ ନାୟିକା ଭାବେ ନେଇ ତାକୁ ଜଣେ ସହନଶୀଳ ସର୍ବାଂଶହା ନାରୀ ଭାବରେ ଚିତ୍ରଣ କରିଛନ୍ତି। କବି ଝିଅ ପାଇଁ ଗୋଟିଏ କବିତାରେ ଗୋଟିଏ ପିତୃ ହୃଦୟର ମାର୍ମିକ ଅଭିବ୍ୟକ୍ତି ପ୍ରକାଶ କରିବା ସଙ୍ଗେ ସଙ୍ଗେ ଝିଅ ମାଧ୍ୟମରେ ସମାଜର ଅଗଣିତ ଝିଅମାନଙ୍କୁ, ପିତାମାନଙ୍କୁ ଝିଅ ଓ କାର୍ଯ୍ୟରେ ଥିବା ରକ୍ତର ଆକର୍ଷଣ ସମ୍ବନ୍ଧରେ ସୂଚାଇ ଦେଇଛନ୍ତି ଏହି କବିତା ମାଧ୍ୟମରେ। କବି ପୁଣି କହିଛନ୍ତି ଯେ କଳ୍ପବୃକ୍ଷ ହେଲି ବୋଲି ଭାବି ନେବାଟା ପ୍ରାୟ କଳ୍ପବୃକ୍ଷ ହେବା ଭାବି ନେବୁ। ଯାହାକି କବି ଏଠାରେ କହୁଛନ୍ତି ଯେ ତାଙ୍କ ଝିଅକୁ ସଂସାରର ପଥ ଦୁର୍ଗମ, ଏଠି ଅନେକ ବାଟ ଚାଲିବାକୁ ହେବ। ବାପା ଘରର ସମସ୍ତ ଅଳି ଅଝଟ, ଗୁମାନ ଅଭିମାନ ସବୁ ପଛରେ ପକାଇ ସବୁ ଆଗକୁ ଚାଲିବାକୁ ହେବ। ଯେଉଁଠିକି ଝିଅ ଯିବ ସେଠି ଏସବୁ କିଛି ଚଳିବ ନାହିଁ କି ଚାଲିବ ନାହିଁ। ଆଗକୁ ଏକ କଠୋର ଓ ପରୀକ୍ଷାମୟ ସମୟର ସ୍ରୋତ ଭିତରେ ତାକୁ ଜୀବନ ନୌକା ବାହିବାକୁ ହେବ ବୋଲି କବି କହିଛନ୍ତି। କବି ପୁଣି ଏଠାରେ ସୂଚାଇ ଦେଇଛନ୍ତି ଯେ ଝିଅକୁ ବାପାମାନେ କଳ୍ପବୃକ୍ଷ ବୋଲି ଭାବିବା ଅନୁଚିତ। ମାତ୍ର ଝିଅକୁ କବି ସ୍ୱାମୀ ଘରେ ନିଜକୁ କଳ୍ପବୃକ୍ଷ ବୋଲି ଭାବିବା ଉଚିତ ବୋଲି ସେ କହିଛନ୍ତି। ଯାହାର ଛାଇରେ ଅନେକ ଶାନ୍ତି ଓ ଆଶ୍ୱସ୍ତିରେ ନିଶ୍ୱାସ ମାରିପାରିବେ ସମସ୍ତେ, ସୁଖରେ ବଞ୍ଚିବେ ସମସ୍ତେ, ସ୍ୱାମୀ ଘରେ ସମସ୍ତେ ସୁଖରେ ବଞ୍ଚିବେ। ତାପରେ ତା ପାଇଁ ଯେଉଁ ନିର୍ଦ୍ଦେଶ ରହିବ ତାକୁ ମାନି ଝିଅକୁ ଆଗକୁ ବଢ଼ିବାକୁ ହେବ, ଆଗକୁ ଚଳିବାକୁ ପଡ଼ିବ।
କଳ୍ପବୃକ୍ଷ ମୂଳରେ ଯେପରି ଯେଉଁ ଚିନ୍ତା ବା ମାନସିକ କରାଯାଏ ତାହା ବ୍ୟର୍ଥ ଯାଏ ନାହିଁ, ଠିକ୍ ସେହିପରି ଝିଅକୁ କବି କଳ୍ପବୃକ୍ଷ ସହ ତୁଳନା କରିଛନ୍ତି ଓ ନିଜ ଝିଅକୁ କଳ୍ପବୃକ୍ଷ ଭଳି ହେବା ବୋଲି ସେ ନିଜକୁ ଭାବି ନେବା ପାଇଁ ସେ କବି ପରାମର୍ଶ ଦେଇଛନ୍ତି। କବି ପୁଣି କବିତା ମାଧ୍ୟମରେ କହିଛନ୍ତି ଯେ ଲାଜକୋଳି ଲତା ପରି ମୁଦି ହୋଇ ସାଙ୍କୁଳି ଯାଇ କୁଜି ହୋଇ ରହିବୁ କାହିଁକି? ଛୁଆଁ ବାଜିବା ମାତ୍ରକେ ଠିଆ ହେବୁ ସିଧା ହୋଇ ତୋର ପରି ପଲ୍ଲବିବୁ। ମେଲି ଦେବୁ ଫୁଲ ମେଢ଼ ଫଳ ଭାର ପକ୍ଷୀ ବସା ଡାଳ ଡାଳ। ପୁଣି କିଛି କଣ୍ଟାର ସମ୍ଭାରି ମେଳି ଦେବୁ ଆଉ ଦିଆଇବୁ ଦ୍ୱିପଦ ବୋଲିବୁ। କବି ପୁଣି ନିଜ କନ୍ୟାକୁ ଲାଜକୋଳି ଲତା ପରି ନ ହେବାକୁ ଉପଦେଶ ଦେଇଛନ୍ତି। ଲାଜକୋଳି ଯେପରି ଛୁଆଁ ବାଜିବା ମାତ୍ରକେ ଝାଉଁଳି ପଡ଼େ, ସେପରି ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ବରଂ ହାତର ସ୍ପର୍ଶ ବାଜିବା ମାତ୍ରେ ଝାଉଁଳି ପଡ଼ିବା ଅପେକ୍ଷା ସିଧା ହୋଇ ଠିଆ ହେବା ଭଲ ବୋଲି ସେ କହୁଛନ୍ତି। ଅନ୍ୟ ସବୁ ଗଛ ପରି ପଲ୍ଲବିତ ହେବା ଦରକାର। ସେ ହସ ହସ ମୁହଁରେ ସବୁ କାମ କରିବା ଦରକାର। କନ୍ୟା ତାଙ୍କର ଚଉମତୀ ହେଉ ପୁଷ୍ପବତୀ ହେଉ, ଏହା ହିଁ ତାଙ୍କର କାମନା। ସ୍ୱାମୀ ଶାଶୁ ଶ୍ୱଶୁରଙ୍କ ସମସ୍ତଙ୍କ ଖୁସିରେ ଖୁସି ହୋଇ ନିଜେ ଆନନ୍ଦିତ ରହିବା ପାଇଁ ସେ ନିଜକୁ ଚେଷ୍ଟା କରୁ। ନିଜସ୍ୱ ବାସନାରେ ସଂସାରକୁ ମହକିତ କରିବା ସବୁ ବାପାଙ୍କ ଇଚ୍ଛା, ଯାହାକି କବି ଆଶା କରିଛନ୍ତି। ପୁଣି କବି କହିଛନ୍ତି ଯେ ସଂସାରରେ ଦୁଃଖ ଅଛି, ସୁଖ ମଧ୍ୟ ଅଛି। ଯେପରି ଗଛରେ ଫୁଲ ଫୁଟେ କଣ୍ଟା ବି ଥାଏ, ଅର୍ଥାତ୍ କନ୍ୟା କେବଳ ସୁଖ ଭୋଗିବ ଏକଥା ନୁହେଁ, ତାକୁ ଦୁଃଖ ମଧ୍ୟ ଭୋଗିବାକୁ ପଡ଼ିବ। ଏ ସଂସାରର ନିୟମ। ସେଥିପାଇଁ ପିତୃପ୍ରାଣ ବ୍ୟତୀତ ନୁହେଁ, ବରଂ ସଂସାରର ଏହି ନିଷ୍ଠୁର ସତ୍ୟକୁ ସାମ୍ନା କରିବାକୁ ସେ ନିଜ କନ୍ୟାକୁ ପରାମର୍ଶ ଦେଇଛନ୍ତି। କବି ନିଜ ଝିଅକୁ ବିଭୁବଲ୍ଲର ଭାବରେ କଳ୍ପନା କରି ତହିଁରେ ଅକାତରେ ଫୁଲ ଫଳ ପକ୍ଷୀ ବସା ପୁଣି କଣ୍ଟାର ସମ୍ଭାର ମେଳି ଦେବା ପାଇଁ କହିଛନ୍ତି। ଫୁଲ ଯେପରି ତା'ର ବାସ୍ନାରେ ଚତୁର୍ଦିଗ ମହକାଇ ଦିଏ, ଫଳକୁ ଭକ୍ଷଣ କରି ପ୍ରତ୍ୟେକ ପ୍ରାଣୀ ଆଶ୍ୱସ୍ତ ଅନୁଭବ କରି ତରୁ ଡାଳରେ ପକ୍ଷୀ ବସା ବାନ୍ଧି ଅସହାୟକୁ ସାହାଯ୍ୟ ଦିଏ, ପୁଣି ପତ୍ରରେ ଆଚ୍ଛାଦିତ ହୋଇ ବାଟୋଇକୁ ସୁଶୀତଳ ଛାୟା ପ୍ରଦାନ କରେ, ନିଜେ ସବୁ କିଛି ସହି ଅନ୍ୟକୁ ଯେପରି ଆନନ୍ଦ ଦେବା ବୃକ୍ଷର ଧର୍ମ, ଠିକ୍ ସେହିପରି ଝିଅଟିଏ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟାୟ ଅବିଚାର କଷ୍ଟ ପ୍ରତିବାଦ ପ୍ରତିହିଂସା ସହି ଅନ୍ୟକୁ ଆନନ୍ଦ ଦେବା ତା'ର ଧର୍ମ ବୋଲି ସେ କହୁଛନ୍ତି। ଏହାପରେ କବି ନିଜ କବିତାରେ କହିଛନ୍ତି ଯେ ତୋ ଆକାଶରେ ସକନେ ଉଡ଼ିବେ, ସଙ୍କୁତ ରହିବେ ଧିଣା ଫଡ଼କେ। ଲହୁ ଲୁହାଣ ହେବୁ କେବେ ତ ମହୁ ମୁହାଣ ହେବୁ, କେତେ ସରାଗରେ ରାନ୍ଧିଦେଉ ପରାସିଥିବା ସୁଆଦିଆ ତିଅଣକୁ। ଥୁ ଥୁ କରିଦେଲି ପ୍ରିୟଜନଟିଏ, କୋହ ଚାପି ସ୍ମୃତି ଖେଳାଇବୁ। ଅମୃତ ଗିନାକୁ ତୋର ବିଷ ହେବ ନାହିଁ ଝିଅ, ଅମୃତ କେବେ ଅଇଁଠା ହୁଏ ନାହିଁ ଝିଅ, ଯୋଗ୍ୟ ତମ ଦେଖି ସମ ପିବୁ। କବି ଏଠାରେ କହୁଛନ୍ତି ଯେ ସୁକୁମାର ସୁଲଳିତ ତନୁ ବି କେତେବେଳେ ଇନ୍ଦ୍ରିୟ ଭୋଗ ତ ପୁଣି କେତେବେଳେ ମୋହମୁହାଣ ହେବାର ଆତ୍ମଗ୍ଳାନି ଭିତରେ ସନ୍ତୁଳିତ ହୋଇ ବଞ୍ଚିବାକୁ ପଡ଼ିବ ଝିଅକୁ ବୋଲି ସେ କହୁଛନ୍ତି। ନଷ୍ଟ ଜୀବନର ଆତ୍ମରକ୍ଷା କରିବାକୁ ପ୍ରୟାସ କଲେ ବି ତାକୁ ସାମୟିକ ସହିବାକୁ ପଡ଼ିବ। ଏହା ହେଉଛି ବିଧିର ବିଧାନ, ସୃଷ୍ଟିର ଲୀଳା, ତାକୁ ଅସ୍ୱୀକାର କରିହେବ ନାହିଁ ବୋଲି ସେ କହୁଛନ୍ତି। ବେଳେବେଳେ ନାରୀଟିଏ ପରିବାରର ଦୁଃଖଦ ଯନ୍ତ୍ରଣା, ନିର୍ଯାତନା, କ୍ରୋଧ, ଘୃଣା ଓ ବିରକ୍ତିକୁ ଛାତି ତଳେ ଚାପି ସହିଯାଇଥାଏ। ସେ ତା ପ୍ରତି ଅବହେଳା ଉପେକ୍ଷା ଅଭିଯୋଗ ତା ଅନୁପସ୍ଥିତିରେ ଘରେ ଜମାଟ ବାନ୍ଧନ୍ତି। ବୋହୂଟିଏ ହେଲେ କେତେବେଳେ ଆଦର ତ କେତେବେଳେ ଅନାଦର, କେତେବେଳେ ସ୍ନେହ ତ କେତେବେଳେ ଘୃଣାକୁ ଭୋଗିବାକୁ ହୁଏ ଓ ଭେଟିବାକୁ ମଧ୍ୟ ହୁଏ। ବଡ଼ ସରାଗରେ ରାନ୍ଧିଥିବା ତିଅଣକୁ
ଥୁ ଥୁ କରି ଫିଙ୍ଗିଦିଏ ପ୍ରିୟଜନଟିଏ। ସେଠି ପ୍ରତିକ୍ରିୟା ପ୍ରକାଶ ନ କରି ସେ ସ୍ମିତ ଖେଳାଇବାକୁ ହେବ ବୋଲି ସେ କହୁଛନ୍ତି। ଅମୃତ କେବେ ବିଷ ହୋଇନାହିଁ, ଅମୃତ କେବେ ଅଇଁଠା ମଧ୍ୟ ହୋଇନାହିଁ। ଯୋଗ୍ୟ ଲୋକକୁ ସଉଁପି ପାରିଲେ ହେଲା। ଦିନେ ନା ଦିନେ ତୋ ଅମୃତର ମୂଲ୍ୟ ସେମାନେ ବୁଝିବେ ବୋଲି କହିଛନ୍ତି। କବି ତାଙ୍କ କବିତାରେ ଲେଖିଛନ୍ତି ଯେ କାହାଣୀ ବୁଢ଼ୀ ଅସୁରୁଣୀ ଗୋଟିଏ ଗୋଡ଼କୁ ତାର ଚୁଲିରେ ପୁରାଏ ଜାଲି, ଆରଟି ସେକିଲା ପରେ ତୁ ବି ବଞ୍ଚିବୁ। ମାଟିକୁ ଫାଟିଯା ବୋଲି କହିବୁନି ମା, ପୋତି ହୋଇଯିବ ଆକାଶ। ଏଠାରେ ପୁଣି କବି ଝିଅକୁ ଅଧିକ ସହନଶୀଳ ହେବା ପାଇଁ ସେ ଜଣେ ବୁଢ଼ୀ ଅସୁରୁଣୀ କଥା କହି ତା ମନୋବଳ ବୃଦ୍ଧି କରିଛନ୍ତି। କବି ଶ୍ରୀଯୁକ୍ତ ପଣ୍ଡା ଲୋକକଥା ପୁରାଣକୁ ଚମତ୍କାର ଶୈଳୀରେ ଫେଣ୍ଟି ଯାଇଥାନ୍ତି ତାଙ୍କ କବିତା ମାଧ୍ୟମରେ। ଲୋକକଥାର ସେଇ ବୁଢ଼ୀ ଅସୁରୁଣୀ ଗୋଟିଏ ଗୋଡ଼ରେ ଚୁଲିରେ ଜାଳି ଭାତ ରାନ୍ଧେ, ଆଉ ଅନ୍ୟ ଗୋଡ଼ରେ ଆର ଗୋଡ଼ରେ ସେକି ହୁଏ। ସଂସାରରେ ଘର କଲେ ଏମିତି ଗୋଟିଏ ପଟରେ ଜଳିବାକୁ ହୁଏ ଆଉ ଆର ପଟରେ ସଳଖ ଠିଆ ହେବାର ତିଷ୍ଠିବାର ଉପକ୍ରମଟି ତିଆରି କରିବାକୁ ହୁଏ ବୋଲି ସେ କହୁଛନ୍ତି। ରାମାୟଣରେ ରାମଚନ୍ଦ୍ର ଲୋକବାଦରୁ ରକ୍ଷା ପାଇବା ପାଇଁ ସୀତାଙ୍କୁ ପରିତ୍ୟାଗ କରିଥିଲେ। ପୁନଶ୍ଚ ଗ୍ରହଣ କରିବାକୁ ଯାଇ ଅଗ୍ନି ପରୀକ୍ଷାର ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି କବି ଏଠାରେ। ସୀତା ମାଟିମାକୁ ଦୁଇ ଫାଳ ହୋଇଯାଇଥିଲା, ଯାହାକି ସୀତା ଚିରଦିନ ପାଇଁ ସେଠାରେ ଲୀନ ହୋଇଗଲେ। କବି କିନ୍ତୁ ପିତାର ଭୂମିକାରେ ଝିଅକୁ ଉପଦେଶ ଦେଇ କହିଛନ୍ତି ଯେ ଅଭିମାନର ଚରମ ପଥ ବାଛି ନେବାକୁ ଫାଟିଯିବାକୁ କହିବୁନି ବୋଲି, ଅର୍ଥାତ୍ ସଂସାରର ପଥରୁ ଚିରଦିନ ପାଇଁ ହଟି ନ ଯିବାକୁ ସେ କହିଛନ୍ତି। ଆଉ ତୋର ଅସୀମ ତ୍ୟାଗରେ ତିତିକ୍ଷାରେ ଆକାଶ ନଇଁ ପଡ଼ିବ ବୋଲି ସେ କହିଛନ୍ତି। କବି ଏଠାରେ କବିତା ମାଧ୍ୟମରେ କହିଛନ୍ତି ଯେ ତତଲା ତାୱାରେ ମାଛ ଖଣ୍ଡେ ଭାଜି ହେବା ପରି ଅନ୍ଧାର ହୋଇ କାନ୍ଥ ଯହିଁ, ଛାତ ଯହିଁ, ଚଟାଣ ଯହିଁ, ସେହିଠାରେ ରାତି ତୋର ପୁହାଇବୁ ଶରତ ଜହ୍ନ ରାତି ଇତ୍ୟାଦି। କବି ଏଠାରେ କହୁଛନ୍ତି ଯେ ନାରୀର ପୂର୍ଣ୍ଣାଙ୍ଗ ଜୀବନ ଚିରନ୍ତନ ଆନନ୍ଦ ଓ ଅସରନ୍ତି ଶାନ୍ତିର ପ୍ରଦାନକାରୀ ବୋଲି। ସମସ୍ତ ଆନନ୍ଦ ସତ୍ତ୍ୱେ ନାରୀଟିଏ ଜୀବନର ବିରାଟ ବିପୁଳ ସମ୍ଭାବନା ମଧ୍ୟରେ ଗତି କଲା ବେଳେ ପ୍ରତିଟି କ୍ଷେତ୍ରରେ ସେ ନିଶ୍ଚିହ୍ନ ହୋଇଯାଉଛି। କବିଙ୍କ ମତରେ ତାଙ୍କୁ ତତଲା ତାୱାରେ ମାଛ ଖଣ୍ଡେ ଭାଜି ହେବା ଭଳି ଏ ସମାଜରେ ଭାଜି ହେବାକୁ ପଡ଼ିବ। ନାରୀଟିଏ ସମାଜରେ ଅସଂଲଗ୍ନ ଭଗ୍ନାଂଶରେ ସମଷ୍ଟିକୁ ଉପଲବ୍ଧି କରୁଛି। ତା ପାଇଁ ଆଲୋକ ଅନ୍ଧାରରେ ପରିଣତ ହୋଇଛି। ଝିଅଟାର ନିର୍ମଳ ମନୋରୂପକ ଶରତ ଜହ୍ନକୁ ଖୋଲା ଛାତ, ଚଟାଣ ଏବଂ ବିଛଣାର ଅମାରାତ୍ୟରେ ଝୁଲାଇ ହେବାକୁ କହିଛନ୍ତି। ନାରୀ ତା ଜୀବନ ଦଶା ମଧ୍ୟରେ ଅପାତତଃ ଗ୍ଳାନି ଓ ନୈରାଶ୍ୟ ମଧ୍ୟ ଦେଇ ଗତି କରେ। କବି ଗୋଟିଏ ଝିଅ ଜୀବନର କରୁଣ ମୁହୂର୍ତ୍ତକମାନଙ୍କୁ ଆଙ୍କିଛନ୍ତି ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାବରେ ତାଙ୍କ କବିତା ମାଧ୍ୟମରେ। କବି ଏଠାରେ ତାଙ୍କ କବିତାରେ ଲେଖିଛନ୍ତି ଯେ ପାହାନ୍ତାରେ ନିଦ ମଳମଳ ଆଖିରେ ବଗିଚାକୁ ଆସି ଦେଖିବୁ, କାରୁପାଣି କୋଣରେ ଅନା ଜଳରେ ବିନ୍ଦୁ ବିନ୍ଦୁ ଶିଶିର। ପ୍ରତିଟି ବୁନ୍ଦାରେ ଝଲମଲ ସୂର୍ଯ୍ୟବିମ୍ବ। ସିରି ସିରି ପବନରେ ଶିହରି ଗଲା ଜାଲ ଭାବୁ ଭାବୁ ନିଘା ପଡ଼ିଯିବ ଶିକାରତ ରତ୍ନ ବଢ଼ିଆଣି ଉପରେ। ମାୟାଘନ ଘୋର ଏ ସଂସାରର ବଡ଼ ବିଚିତ୍ର ମା,
ଛୋଟପଟ ପତଙ୍ଗଟି ଭିତରେ ନିଜକୁ ଥାପି ଅନୁଭବ କରି ଜାଣିବୁ ତୁ ଶିହରି ଉଠୁଛୁ। ଯନ୍ତ୍ରଣାରେ ଯେତିକି ଉଲ୍ଲାସରେ ତତୋଧିକ ଇତ୍ୟାଦି। କବି ଏଠାରେ ନିଜ ଝିଅ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଏଠାରେ ଉଲ୍ଲେଖ କରିଛନ୍ତି, ଯାହାକି ସେ ପାହାନ୍ତାରେ ନିଜ ମଳଗଳ ଆଖିରେ ବଗିଚାରେ ଥିବା ବୁଢ଼ିଆଣୀ ଜାଲରେ ମୁକ୍ତା ବିନ୍ଦୁ ପରି ପ୍ରତୀୟମାନ ହୋଇଥିବା ଶିଶୁର ବିନ୍ଦୁରେ ସ୍ୱପ୍ନରେ ଆତ୍ମଲୀନ ହଜି ସୂର୍ଯ୍ୟବିମ୍ବରେ ପ୍ରତିଟି ବିନ୍ଦୁ ଉଜ୍ଜ୍ୱଳ ହୋଇଉଠେ। ସେହିପରି କବି ଝିଅଟିକୁ ଏପରି ଉଦାହରଣ ମାଧ୍ୟମରେ ସଂସାରର ବିଚିତ୍ର ଲୀଳାକୁ ବୁଝାଇ ଉପଦେଶ ଦେଇଛନ୍ତି। ଯନ୍ତ୍ରଣାରେ ନିଜକୁ ଜୀବନ ମୃତ ଅନୁଭବ କରୁଛି। ସଂସାରରେ ଏ ବିଚିତ୍ର ଲୀଳାରେ କେତେବେଳେ ଯନ୍ତ୍ରଣାରେ ମର୍ମାହତ ତ କେତେବେଳେ ଆନନ୍ଦରେ ଉଲ୍ଲସିତ ଭାବସତ୍ତା ଅନୁଭବ କରିବାକୁ ଝିଅକୁ କବି କହିଛନ୍ତି। କବି ଅନ୍ୟ ଏକ ଉପଦେଶ ଛଳରେ ବୁଢ଼ିଆଣୀର ଉଦାହରଣ ଦେଇ କହିଛନ୍ତି ଯେ ବୁଢ଼ିଆଣୀ ଜାଲରେ କାକର ବିନ୍ଦୁ ପରି ସାମାନ୍ୟ ପବନରେ ଆସି ପଡ଼ିଲେ ସେଥିରେ ଥିବା ଶିକାର ବୁଢ଼ିଆଣୀ ଉପରେ ପଡ଼ିଯାଏ। ତେଣୁ ଏ ସଂସାର ମାୟା ପରିପୂର୍ଣ୍ଣ, ଠିକ୍ ବୁଢ଼ିଆଣୀର ମାୟା ପରି ମାୟା ଘନଘୋର। ଏ ସଂସାର ବଡ଼ ବିଚିତ୍ର। ଉନ୍ନନାଭିର ଜାଲରେ ସୂର୍ଯ୍ୟ କିରଣ ପଡ଼ି ମୁକ୍ତା ପରି ଚହଟୁଥିବା କାକର ବୁନ୍ଦା ଦିଶିଯାଉଥିବା ବେଳେ ଅକସ୍ମାତ୍ ଦିଶିଯିବ ଜାଲରେ ପଡ଼ି ଛଟପଟ ହେଉଥିବା ପତଙ୍ଗଟିଏ। ସେହି ପତଙ୍ଗ ସ୍ଥାନରେ ନିଜକୁ ଥାପି ଅନୁଭବ ସାଉଁଟି ଦେଲେ ଯନ୍ତ୍ରଣା ଯେତିକି ଉଲ୍ଲାସରେ ତତୋଧିକ ବୋଲି କବି କହିଛନ୍ତି। କବି ଏଠାରେ ନିଜ କବିତା ମାଧ୍ୟମରେ କହିଛନ୍ତି ଯେ ସତେକ ଶରତ ଥିବୁ ବୁଢ଼ୀ ହେବୁ ନାହିଁ ଝିଅ, ସମ୍ପାକଟା କରିବୁନି ନିଜକୁ କି ନିୟତିକୁ ନୁହେଁ। କେତେ ଝିନ କେତେ ସୂକ୍ଷ୍ମ ତୋର ଜୀବନ, ଉଭେଇଯିବ କବିତା ଚହଲିଯିବ ମିଳେଇଯିବ ସ୍ୱପ୍ନ। ଦାରୁଣତମ ଦୁଃଖରେ ବି ମାଟିକୁ କେବେ ଫାଟିଯା ବୋଲି କହିବୁନି ମା, ପୋତି ହୋଇଯିବ ଆକାଶ। କବି ଏଠାରେ ଝିଅଟିର ଅନେକ ଶରତର ଦୀର୍ଘାୟୁ କାମନା କରିଛନ୍ତି। ପୁଣି ସବୁବେଳେ ଶରତର ଦିବ୍ୟ ସକାଳକୁ ସାମ୍ନା କରିବାକୁ ଝିଅଟିକୁ ଦେଇଛନ୍ତି ମନରେ ଅମାପ ଶକ୍ତି ଓ ଅନେକ ସାହସ। ପୁଣି କବି ଏଠାରେ କହୁଛନ୍ତି ଯେ ଝିଅକୁ ନିଜକୁ ଓ ଭାଗ୍ୟକୁ ସେତେବେଳେ ନିନ୍ଦା ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ମାଟିକୁ ଫାଟିଯା କହିବା, ଆକାଶକୁ ଛିଣ୍ଡି ପଡ଼ିବା କହିବା ମାନେ ସଂସାର ଜୀବନ ତାର ନିରର୍ଥକ ହେବ ବୋଲି କବି କହୁଛନ୍ତି। ଫଟା ମାଟି ତାର ରସାତଳଗାମୀ ହେବ। ଦୁଃଖ ଓ କଷ୍ଟରେ ଅଧୀର ନ ହେବାକୁ କବି ପରାମର୍ଶ ଦେଇଛନ୍ତି। ଝିଅକୁ ସର୍ବଂସହା ଓ ଆୟୁଷ୍ମତୀ ହେବାକୁ କବି ଉପଦେଶ ଦେଇଛନ୍ତି ଏହି କବିତା ମାଧ୍ୟମରେ। କବି ପୁଣି ତାଙ୍କ କବିତାରେ କହୁଛନ୍ତି ଯେ ବରଂ ଯଦି ପାରୁ ପଣ୍ଡାମୟ ହୋଇଯିବୁ, ନିଜକୁ ଟିକେ ଉଘାରି ଦେବୁ। ଆଞ୍ଚଳାରେ ପାତାଳ ଗଙ୍ଗାର ପୁଅର ମା, ଅନ୍ଧାର ଘନେଇ ପାଷାଣ ବିଦୀର୍ଣ୍ଣ ହୋଇଗଲେ ସିନ୍ଦୂର ଆକାଶରେ ଫଜରା ଫାଟିବାର ଦୃଶ୍ୟ। ମାଟିକୁ ଫାଟିଯା ବୋଲି କେବେ କହିବୁନି ଝିଅ, ବରଂ ତୁ ଦେବକୀ ପରି ନିଜେ ଫାଟିଯିବୁ ଇତ୍ୟାଦି। କବି କହୁଛନ୍ତି ଯେ ମରି ମରି ବଞ୍ଚିବାକୁ ସେ ଦୁର୍ବାର ଓ ଆଶା ବୋଲି କହୁଛନ୍ତି। ନିଜକୁ ଯେତେ କଷ୍ଟ ବିପଦ ପଡ଼ିଲେ ବେଶୀ ସବୁ ସହି ଅନ୍ୟକୁ ଦୋଷାରୋପ ଅର୍ଥାତ୍ ସମ୍ପର୍କିତା ନ କରିବାକୁ କବିଙ୍କର କାବ୍ୟ ନାୟିକାକୁ ନୂତନ ବାର୍ତ୍ତା ସେ ଦେଇଛନ୍ତି। ନମ୍ର କମ୍ର ସୁଲଳିତ ଶରୀରରେ ଯେତେ ଦାରୁଣତମ ଦୁଃଖ ଆସିଲେ ବି ସେ ସହିଯିବାଟା ନାରୀର ଧର୍ମ ବୋଲି ସେ କହୁଛନ୍ତି। ଆଉ ଆତ୍ମଦ୍ୱନ୍ଦ୍ୱର ଯନ୍ତ୍ରଣା ଭିତରେ ଝିଅଟିଏ ଅତିଷ୍ଠ ହୋଇଗଲେ ବି ସମାଜର ମଙ୍ଗଳ ପାଇଁ ତାର
ଆବଶ୍ୟକତା ରହିଛି। ସମାଜ ସଂସ୍କାର ଓ ପ୍ରକୃତି ତାର କେବେ ଆତ୍ମୀୟ ନ ହେଲେ ବି ସେମାନଙ୍କ ପ୍ରତି ଆତ୍ମୀୟତା ପ୍ରଦର୍ଶନ କରିବା ହିଁ ଝିଅଟିର ଧର୍ମ ବୋଲି ସେ କହୁଛନ୍ତି। ସହିଷ୍ଣୁତା ମଧ୍ୟରେ ଯଦି ପନ୍ନାମୟ ହୋଇ ତହିଁରୁ ନିଜେ ଉଖାରି ସମଗ୍ର ଜଗତକୁ ସେହି ରସରେ ବଞ୍ଚାଇ ଦିଆଯାଏ, ତାହା ହେବ ତା ନାରୀ ଜୀବନର ସାର୍ଥକତା ବୋଲି କବି କହୁଛନ୍ତି। କବି ପୁଣି କହୁଛନ୍ତି ଯେ ନିଜକୁ ବା ଝିଅକୁ ଦୁଃଖ ଯନ୍ତ୍ରଣା ସହିବା ପାଇଁ ପ୍ରସ୍ତୁତ ହେବାକୁ ହେବ ବୋଲି ସେ କହୁଛନ୍ତି। ନିଜ ଭାଗ୍ୟ ଦାରୁଣ ଯେ ଦୁଃଖରେ ବି ମାଟି ଫାଟି ଯିବାକୁ କହିବୁ ନାହିଁ ବୋଲି ସେ କହୁଛନ୍ତି। ନିଜକୁ ଟିକେ ଉଖାରି ଦେଲେ ସେଠାରୁ ଉତୁରି ଆସିବ ଆଉ ଏକ ଉଜ୍ଜ୍ୱଳ ପ୍ରଭାତର ପ୍ରତିଶ୍ରୁତି। ସୀତାଙ୍କ ପରି ଅସହାୟ ଆତ୍ମବିସର୍ଜନକୁ ଏଡ଼େଇ ଦେଇ ଦେବକୀ ପରି ଯନ୍ତ୍ରଣାକୁ ଗର୍ଭସ୍ଥ କରି ପ୍ରଚୁର ଆତ୍ମଶକ୍ତିରେ ଫାଟି ପଡ଼ିଲେ ଈଶ୍ୱରଙ୍କ ପାଇଁ ଜନ୍ମ ପାଇଁ ଦ୍ୱାର ଖୋଲିଯିବ ବୋଲି କବି କହୁଛନ୍ତି। ପୁଣି କବି କହୁଛନ୍ତି ଯେ ସୃଜନଶୀଳତାରେ ହିଁ ନାରୀର ସାର୍ଥକତା ରହିଛି। ସବୁ ଭଙ୍ଗାରୁଜା ସମୟକୁ ସଜାଡ଼ି ପୂର୍ଣ୍ଣତା ଆଡ଼କୁ ମୁହାଁଇ ଯିବା ହେଉଛି ନାରୀର ଅସ୍ମିତା। ନଈ ପଡ଼ି ସବୁ ପ୍ରତିକୂଳତାକୁ ପିଟି କରି ପଳାୟନପନ୍ଥୀ ସାଜିଲେ ଲୀନ ହୋଇଯିବା ହିଁ ସାର ହୁଏ। ସୀତାଙ୍କ ପରି ଆତ୍ମବିସର୍ଜନ କରି ଦେବକୀ ପରି ରକ୍ତ ଉତ୍ସବକୁ ଭେଟିଲେ ଆଉ ଏକ ସୂର୍ଯ୍ୟୋଦୟକୁ ଭେଟି ହେବ ବୋଲି ସେ କହୁଛନ୍ତି। କବିଙ୍କ ଏହି କବିତାକୁ ଆମେ ବର୍ଣ୍ଣନା କରି ସାରିବା ପରେ ଆମେ କହିପାରିବା ଯେ କବି ରାଜେନ୍ଦ୍ର ଆମ ସଂସ୍କୃତି ଓ ପରମ୍ପରା ମଧ୍ୟରେ ନାରୀର ଅସ୍ମିତାକୁ ଯେଉଁ ଗାଠନିକ ସୌନ୍ଦର୍ଯ୍ୟରେ ବିମଣ୍ଡିତ କରିଛନ୍ତି, ନାରୀ ପୁରୁଷର ଯଥାର୍ଥ ସମବାୟରେ ଯେଉଁ ନୂଆ ସକାଳର ସୂର୍ଯ୍ୟାଲୋକକୁ ସ୍ୱପ୍ନ ଦେଖିଛନ୍ତି, ସୀତାଙ୍କ ବଦଳରେ ଦେବକୀକୁ ଗ୍ରହଣ କରି ସବୁ ବାଧା ଓ ବିଡ଼ମ୍ବନାକୁ ପଛରେ ପକାଇ ଈଶ୍ୱରଙ୍କ ମାତା ହେବାର ପ୍ରତ୍ୟୟ ବୁଣିଛନ୍ତି, ତାହା ଆଶାବାଦର ନୂଆ ଦିଗନ୍ତକୁ ଉନ୍ମୋଚନ କରିଛି। ଝିଅ ବିଦା ହେବା ବେଳେ ପିତୃ ହୃଦୟରେ ଯେଉଁ ହାହାକାର ଖେଳିଯାଏ, ଝିଅର ଭବିଷ୍ୟତ ପାଇଁ ବାପାର ମନରେ ଯେଉଁ ଆଶା ଉଙ୍କି ମାରେ, ପୂର୍ଣ୍ଣାଙ୍ଗ ଜୀବନ ପାଇଁ ବାପା ଯେଉଁ ଉପଦେଶ ଦିଏ, ତାହାର ମଧ୍ୟରେ ଏ କବିତା ଖୁବ୍ ଆବେଦନଧର୍ମୀ। ଚିତ୍ରକଳ୍ପର ସଫଳ ପ୍ରତୀକ ମାଧ୍ୟମରେ ଘଟଣାର ଚିତ୍ରରୂପ ସର୍ବୋପରି ମିଥ୍ ଓ ଲୋକକଥାକୁ ଭାଙ୍ଗି ଶ୍ରୀଯୁକ୍ତ ପଣ୍ଡା ମିଥ୍ର ଯେଉଁ ପୁନର୍ନିର୍ମାଣ କରିଛନ୍ତି, ତାହା ଅଭିନନ୍ଦନୀୟ। ବାସ୍ତବିକ ଏହା ଏକ ସାର୍ଥକ କବିତା ବୋଲି ଆମେ କହିପାରିବା ଏହାର ବର୍ଣ୍ଣନାରୁ।